ଆଜିର ଅନୁଚିନ୍ତା ସେହି ଲୋକମାନେ ବହୁତ ଭାଗ୍ୟବାନ ଯେଉଁମାନେ ଏକ ସାଥିରେ ସମୟ ଓ ବୁଝିବା ଶକ୍ତି ପାଆନ୍ତି। କାରଣ ପ୍ରାୟତଃ ଠିକ୍ ସମୟରେ ବୁଝିବା ଶକ୍ତି ଆସିନଥାଏ ଓ ବୁଝିବା ଶକ୍ତି ଆସିବା ବେଳକୁ ହାତରୁ ସମୟ ଚାଲିଯାଇଥାଏ। ଧୈର୍ଯ୍ୟ ହେଉଛି ଜୀବନ ଭଳି ପୁସ୍ତକର ଆବରଣ ବା ମଲାଟ। କାରଣ ଏକ ମଲାଟ ଯେଉଁଭଳି ପ୍ରତ୍ୟେକ ପୃଷ୍ଠାକୁ ବାନ୍ଧି ରଖିଥାଏ, ସେହିଭଳି ଧୈର୍ଯ୍ୟ ମଣିଷ ଜୀବନର ପ୍ରତ୍ୟେକ ପୃଷ୍ଠାକୁ ବାନ୍ଧି କରି ରଖିଥାଏ। ମନୁଷ୍ୟ ଯେତେ ଚେଷ୍ଟା କଲେ ମଧ୍ୟ ଅନ୍ଧକାରରେ ଛାଇ, ବୃଦ୍ଧାବସ୍ଥାରେ ଶରୀର ଏବଂ ଅନ୍ତ ସମୟରେ ମାୟା କାହାକୁ ସାହାଯ୍ୟ କରେ ନାହିଁ। ମଣିଷର ଅମୂଲ୍ୟ ଧନ ହେଉଛି ତା'ର ଆଚରଣ। ଦୁନିଆରେ ଏହା ବ୍ୟତୀତ ଅନ୍ୟ କିଛି ଅମୂଲ୍ୟ ଧନ ନାହିଁ। ଜୟ ଜଗନ୍ନାଥ।